ନମସ୍କାର, ମୁଁ ଆପଣଙ୍କ ପ୍ରଭାସ ସ୍ୱାଗତ କରୁଛି ଆଜିର କାର୍ଯ୍ୟକ୍ରମ। ହଁ ଆଜ୍ଞା, ମୁଁ ଆଜି ଆସି ପହଞ୍ଚି ଯାଇଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ। ତୁ ପରା ବଲାଉ ଉତ୍କଳ ସନ୍ତାନ, ତେବେ କିମ୍ପା ତୁହି ଭୀରୁ, ତୋହର ଜନନୀ ରଦନ କରିଲେ କହିବାକୁ କିମ୍ପା ଡରୁ। ତୁମ ନେଇ ଭାବୁଛୁ ତୋଷାମଦ କରି ବଢାଇବୁ ଜାତିମାନ, ତୋଷାମଦିଆର କୁକୁର ପ୍ରକୃତି, ଅଇଁଠା ପତରେ ଧ୍ୟାନ, ଅଇଁଠା ପତରେ ଧ୍ୟାନ। ଆଜ୍ଞା ହଁ, ଉତ୍କଳ ଗୌରବ ମଧୁସୂଦନ ଦାସ ହଉଛନ୍ତି ଜାତିର ଗର୍ବ ଆଉ ଗୌରବ ବିଷୟ। ତେବେ ମୁଁ ଆପଣଙ୍କୁ ଆଜି ତାଙ୍କ ସମ୍ପର୍କରେ ଜଣେଇବାକୁ ଚେଷ୍ଟା କରିବି। ତେବେ ଆସନ୍ତୁ ଆଉ ଟିକେ କହିବି ଯେ ଆପଣଙ୍କୁ ନିଶ୍ଚିତ ଭାବରେ ତାଙ୍କ ଜନ୍ମମାଟି ଏବଂ ତାଙ୍କ ସମ୍ପର୍କରେ ଜଣେଇବାକୁ ଚେଷ୍ଟା କରିବି। ଆସନ୍ତୁ। ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା, ଲେଖକ ଓ କବି କହିଲେ ଯାହାଙ୍କ ନାମ ପ୍ରଥମେ ଆସିଥାଏ ସେ ଆଉ କେହି ନୁହନ୍ତି ଉତ୍କଳ ଗୌରବ କୁଳବୁଦ୍ଧ ମଧୁସୂଦନ ଦାସ। ଖାଲି ସେତିକି ନୁହେଁ, ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ସେ ଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଗ୍ରାଜୁଏଟ୍, ପ୍ରଥମ ଓଡ଼ିଆ MA, ପ୍ରଥମ ବିଲାତ ଯାତ୍ରୀ ଓଡ଼ିଆ, ଓଡ଼ିଶାର ପ୍ରଥମ LLB, ପ୍ରଥମ ବିହାର ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ, ଯାହାଙ୍କ ପ୍ରଚେଷ୍ଟା ଫଳରେ 1936 ମସିହା ଏପ୍ରିଲ 1 ତାରିଖ ଓଡ଼ିଶା ବିଚ୍ଛିନ୍ନାଞ୍ଚଳ ଏକତ୍ରିତ ହୋଇ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ପ୍ରତିଷ୍ଠା ହୋଇଥିଲା। ଓଡ଼ିଶାର ମଚିମାନଙ୍କୁ ଚାକିରି ଦେବା ପାଇଁ ତଥା ଚମଡ଼ା ଶିଳ୍ପର ବିକାଶ ନିମନ୍ତେ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ଟ୍ୟାନେରୀ। ଖାଲି ସେତିକି ନୁହେଁ, କଟକର ସୁନା ରୂପା ତାରକସି କାମକୁ ବିଶ୍ୱ ଦରବାରରେ ପରିଚୟ ଦେବା ପାଇଁ ଓଡ଼ିଶା ଅଳଙ୍କାର କାରଖାନା ପ୍ରତିଷ୍ଠା ମଧ୍ୟ କରିଥିଲେ। 1848 ମସିହା ଏପ୍ରିଲ 28 ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁରର ଜମିଦାର କରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀ। ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ମାଟିବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ। 13 ବର୍ଷ ବୟସରେ ଚାଟଶାଳୀ ପଢ଼ା ଶେଷ କରି ସେ ଗଲେ କଟକ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ। ମାତ୍ର ଇଂରାଜୀ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ତାଙ୍କ ପିତାମହୀ ବା ଆଈ ଘର ଆପତ୍ତି କରିଥିଲେ, କାରଣ ତାଙ୍କର ଆଶଙ୍କା ଥିଲା ଯେ ସେ ଇଂରାଜୀ ପଢ଼ିଲେ କିରସ୍ତାନ ବା ଖ୍ରୀଷ୍ଟିଆନ ହେଇଯିବେ। 1864 ମସିହାରେ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ, ଆଜି ଯାହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଛି। ଏହାପରେ ସେ ବାଲେଶ୍ୱରରେ କିରାଣୀ ଚାକିରିଟିଏ କରିଥିଲେ। କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ନିମିତ୍ତ ଚାନ୍ଦବାଲି ଦେଇ ଧୂଆଁକଳ ଚାଳିତ ନାଁରେ କଲିକତା ଯାତ୍ରା କଲେ। 1870 ମସିହାରେ ସେ BA ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ BA ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷାରେ ଲେଖିବାର ନିୟମ ଥିଲା, କିନ୍ତୁ ପରୀକ୍ଷକ ବଙ୍ଗଳା ଛଡ଼ା ଅନ୍ୟ କୌଣସି ଭାଷା ଜାଣିନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା। ମଧୁବାବୁ ନିଜ ମାତୃଭାଷା ଓଡ଼ିଆରେ ସଂସ୍କୃତର ଉତ୍ତର ଲେଖିବା ପାଇଁ ଜିଦ୍ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟମାନଙ୍କୁ ଜଣାଇଥିଲେ। ଆଉ ସେଠାରୁ କୌଣସି ସୁଫଳ ନ ମିଳିବାରୁ ସେ ତତ୍କାଳୀନ ବଙ୍ଗ, ବିହାର, ଓଡ଼ିଶା ଲିଉଟନାଣ୍ଟ ଗଭର୍ଣ୍ଣର ସାର୍ ୱିଲିୟମ ଗ୍ରେଙ୍କ ନିକଟକୁ ଏକ ଟେଲିଗ୍ରାମ ପ୍ରେରଣ କରିବା ପରେ ଗ୍ରେଙ୍କ ହସ୍ତକ୍ଷେପ ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଉଚ୍ଚଶିକ୍ଷା ଆଗ୍ରହୀ ଥିବା ମଧୁବାବୁ ଅମ୍ବିକା ପ୍ରସାଦ ହାଜିରା ନାମକ ବଙ୍ଗୀୟ ଖ୍ରୀଷ୍ଟିଆନ ପାଦ୍ରୀଙ୍କ ସହଯୋଗରେ
ଇଂରାଜୀ ସାହିତ୍ୟରେ MA ପାସ୍ କଲେ ଏବଂ କଲିକତାର କେତେକ ସ୍କୁଲରେ ଶିକ୍ଷକତା କରିଥିଲେ। ନିଜର ଗୁଣ ଓ କର୍ମନିଷ୍ଠା ବଳରେ ସେ କଲିକତାର ଶ୍ରୀରାମପୁର କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତି ହେଲେ। ଛାତ୍ରଛାତ୍ରୀମାନଙ୍କ ଅତି ପ୍ରିୟ ମଧୁବାବୁ ଇତିମଧ୍ୟରେ କଲିକତା ବିଶ୍ୱବିଦ୍ୟାଳୟରୁ BL ପାସ୍ କରିସାରିଥିଲେ। କଲିକତା କଲେଜ ପିଲାମାନେ ଏଣ୍ଟ୍ରାନ୍ସ ପରୀକ୍ଷା ପାସ୍ କରିବା ପାଇଁ ସହାୟକ ପୁସ୍ତକ ମଡେଲ କ୍ୱେଶ୍ଚିନ୍ସ ରଚନା କରିଥିଲେ। ନିଜ ପେଟ ପାଟଣା ପାଇଁ ଅନେକ ଓଡ଼ିଆ କଲିକତାରେ ଚାକିରି କରୁଥିଲେ। ସେମାନଙ୍କ ଶିକ୍ଷାଗତ ଉନ୍ନତି ପାଇଁ ମଧୁବାବୁ କଲିକତାରେ ନୈଶ୍ୟ ବିଦ୍ୟାଳୟ ସ୍ଥାପନ କରିଥିଲେ। ଓକିଲ ହେବା ପରେ ମଧୁବାବୁ ପ୍ରଥମେ 24 ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର JT ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲ ଥିଲେ। 12 ସେପ୍ଟେମ୍ବର 1881 ମସିହାରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ। ପ୍ରଥମେ ଓକିଲ ମହଲରେ ତାଙ୍କୁ ଅନେକ ପରିହାସର ସାମ୍ନା କରିବାକୁ ହେଉଥିଲା, କିନ୍ତୁ ଖଣ୍ଡପଡ଼ା ରାଜାଙ୍କ ମକଦ୍ଦମା, କେନ୍ଦୁଝରା ରାଜାଙ୍କ ମକଦ୍ଦମାରେ ନିଜର ଦକ୍ଷତାର ପରିଚୟ ଦେଇ ସେ ନିଜକୁ କଟକ ଓକିଲମାନଙ୍କ ଭିତରେ ଶ୍ରେଷ୍ଠ ପ୍ରମାଣିତ କରିପାରିଥିଲେ। 6 ଜାନୁଆରୀ 1921 ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ। ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା। ଇଂରେଜ ସରକାରଙ୍କ ଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ରଖିଥିଲେ। ସରକାର ଏଥିରେ ରାଜି ନ ହେବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। 1903ରେ ସେ ଉତ୍କଳ ସମ୍ମିଳନୀ ଗଠନ କରି ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକରେ ବସାଇଥିଲେ। 1934 ମସିହା ଫେବୃଆରୀ 4 ତାରିଖ ଦିନ ମଧୁବାବୁଙ୍କ ଦେହାନ୍ତ ହୋଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମ୍ପର୍କରେ ଏତେ କମ୍ ସମୟରେ ଜଣାଇବା ଆପଣମାନଙ୍କୁ ସେତିକି ସମ୍ଭବ ନୁହେଁ। ଆଗାମୀ ଦିନରେ ଆପଣଙ୍କୁ ଜଣାଇବାକୁ ଆମେ ଚେଷ୍ଟା କରିବୁ। ଆଜିକାର ଅଧ୍ୟାୟଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ ବକ୍ସରେ ଜଣାଇବେ। ଯଦି ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନାହାନ୍ତି ନିଶ୍ଚିତ ଭାବରେ ସବସ୍କ୍ରାଇବ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନଟିକୁ ନିଶ୍ଚିତ ଭାବରେ ଦବାଇ ଦିଅନ୍ତୁ, ଯାହାଫଳରେ କି ଏମିତି ସ୍ଥାନ, ଘଟଣା ଏବଂ ବ୍ୟକ୍ତି ବିଶେଷ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କୁ ମୋତେ ଖୁବ୍ କମ ସମୟରେ ଜଣାଇ ପାରିବେ। ଆଜି ପାଇଁ ଏତିକି ରହୁଛି। ମୁଁ ପ୍ରଭାସ, ନମସ୍କାର।